Let's enjoy the sight of Kanmal. ପ୍ରକୃତିର ମହକ, ପ୍ରକୃତିର ଦାନ କେତେ ସୁନ୍ଦର ଆପଣମାନେ ଅନୁଭବ କରିପାରୁଛନ୍ତି। କୃଷ୍ଣଚୂଡ଼ା ଅନେକ କଥା କୁହେ, ବୁଝିବାର ବାକି ରହିଛି ସମାଜର କିଛି ବ୍ୟକ୍ତିଙ୍କ ପାଇଁ। ପ୍ରଚଣ୍ଡ ରୁଦ୍ରତାପରେ ନିଜକୁ ସଜେଇ ହୋଇ କୃଷ୍ଣଚୂଡ଼ା କହିଯାଉଛି ଅନେକ କଥା। କପୋତର କ୍ରନ୍ଦନ ଏହି ପରିବେଶକୁ ଅଧିକ କରୁଛି ବିମୋହିତ। ସୁନ୍ଦର ପରିବେଶ ଭିତରେ ରହିଛି ଏହି ଦୃଶ୍ୟ। କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅଧୀନରେ ରହିଛି ଏପରି ସୁନ୍ଦର ଦୃଶ୍ୟର ପ୍ରଭାବ ଏବଂ ପ୍ରକ୍ରିୟା। Mother and mother's love. ଖରା ଦିନ ଆସିଲେ କୃଷ୍ଣଚୂଡ଼ା ଅନେକ କଥା କୁହେ। ଏହି କଥାକୁ ବୁଝିବା ପାଇଁ ଅନେକ ସମୟ ବି ଲାଗିଯାଏ। ବିକାଶ ସହିତ ଉଦ୍ଭିଦ, ବିକାଶ ସହିତ ପ୍ଲାଣ୍ଟେସନ୍, ପ୍ଲାଣ୍ଟେସନ୍ ସହିତ ସୋସାଇଟି, ଏପରି କୋପରେସନ୍ କନେକ୍ସନ୍କୁ ନେଇ ସମାଜ ଚଳଚଞ୍ଚଳ ହୁଏ। କୃଷ୍ଣଚୂଡ଼ାର ଆକର୍ଷଣ ଧୀରେ ଧୀରେ ଲୋପ ପାଉଛି, କାରଣ ଏପରି ଗଛର ପ୍ଲାଣ୍ଟେସନ୍ର ଅଭାବ ରହିଛି। ଗଛ କେବଳ ଆକର୍ଷଣ କରେ ନାହିଁ, ପଶୁ ସମ୍ପଦକୁ ଛାଇ ଦେଇଥାଏ। ବିଷାଦ ମନ ପାଇଁ ଅନେକ ଆସ୍ୱାଦନ ଆଣି ଦେଇଥାଏ, ଭରସା ଆଣି ଦେଇଥାଏ, ଶାନ୍ତି ଆଣି ଦେଇଥାଏ। ବହୁବିଧ ପ୍ରକ୍ରିୟାକୁ ନେଇ ପୃଥିବୀକୁ ଆସେ। ଏପରି ପ୍ରକୃତିର ଉପହାର, ତାହାକୁ ଆମେ କିପରି ଭାବରେ ଉପଭୋଗ କରିବା, ଚିନ୍ତନ କରିବାର, ବିଚାର କରିବାର ସମୟ ଉପନୀତ। ପକ୍ଷୀର କୂଜନ ସହିତ ଫୁଲର ଆକର୍ଷଣ ନିଶ୍ଚିତ ଭାବରେ ଭିନ୍ନ ପରିଚୟ ଦେଉଛି।